କର୍କଟ ରାଶି ଜୁଲାଇ ମାସ ରାଶିଫଳ। କର୍କଟ ରାଶି ଜାତ ବ୍ୟକ୍ତିଙ୍କ ପାଇଁ ଜୁଲାଇ ମାସଟି କ୍ୟାରିୟରରେ ପ୍ରଗତି ଓ ସେଲ୍ଫ କନଫିଡେନ୍ସ ଭରା ଅର୍ଥାତ୍ ଆତ୍ମବିଶ୍ୱାସ ଭରା ମାସ ରହିବ। ଜୁଲାଇ ମାସ 16 ତାରିଖ ପରଠାରୁ ସୂର୍ଯ୍ୟଦେବଙ୍କର କର୍କଟ ରାଶିରେ ଗୋଚର ଧନ ପ୍ରଦାୟକର ସମୟ ରହିବ ଏବଂ ଏହି ସମୟରେ ପ୍ରଚୁର ପରିମାଣରେ ଧନଲାଭ କରାଇବ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଜୁଲାଇ ମାସରେ କର୍କଟ ରାଶିର କ୍ୟାରିୟର କଥା ବିଚାର କଲେ ଜଣାଯାଏ, ଏ ମାସରେ ଆପଣ କର୍ମକ୍ଷେତ୍ରରେ ପ୍ରସିଦ୍ଧି ଲାଭ କରିବେ। ନିଷ୍ପତ୍ତି ନେବା ଅଥବା ନିର୍ଣ୍ଣୟ କରିବାର କ୍ଷମତା ଅଦ୍ଭୁତ ଭାବରେ ବୃଦ୍ଧି ପାଇବ। ଚାକିରିରେ ସହକର୍ମୀମାନଙ୍କ ସହଯୋଗ ପାଇବା ସହିତ ଉପରିସ୍ଥ ଅଧିକାରୀଙ୍କର ପ୍ରଶଂସାଭାଜନ ହେବେ। ନୂତନ ଦାୟିତ୍ୱ ଗ୍ରହଣ କରିବା ସହିତ ନିଜର ଏକ ନୂଆ ପରିଚୟ ମଧ୍ୟ ତିଆରି କରିବେ। ବାଣିଜ୍ୟ ବେପାର କ୍ଷେତ୍ରରେ ରହିଥିବା କର୍କଟ ରାଶିଜାତ ବ୍ୟକ୍ତିଙ୍କ ପାଇଁ ସମୟ ବଡ଼ ଅନୁକୂଳ ରହୁଛି। କ୍ୟାରିୟର ବା ବ୍ୟବସାୟରୁ ପ୍ରବଳ ଲାଭ ହେବା ସହିତ ବେପାର କ୍ଷେତ୍ରରେ ନୂତନ ଚୁକ୍ତିନାମା କରିପାରନ୍ତି। ଗଭର୍ଣ୍ଣମେଣ୍ଟ ସେକ୍ଟର ସହିତ ସମ୍ପୃକ୍ତ ରହି ବିଜନେସ୍ କରୁଥିବା ବ୍ୟକ୍ତି ବହୁ ପରିମାଣରେ ଲାଭାନ୍ୱିତ ହେବେ। ଜୁଲାଇ ମାସରେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ପ୍ରବଳ ଅର୍ଥଲାଭ ହେବା ସହିତ ପୂର୍ବରୁ ବାକି ପଡ଼ି ରହିଥିବା ବକେୟା ଅର୍ଥ ମଧ୍ୟ ହସ୍ତଗତ ହେବ। ସୂର୍ଯ୍ୟ ମହାଗ୍ରହଙ୍କର ଆଶୀର୍ବାଦରୁ ଐଶ୍ୱର୍ଯ୍ୟ ସମ୍ପନ୍ନ ହେବେ। ଅବଶ୍ୟ ମାସର ପ୍ରଥମାର୍ଦ୍ଧରେ ଧନ ଖର୍ଚ୍ଚର ପରିମାଣ କିଛିଟା ବୃଦ୍ଧି ପାଇବାର ସମ୍ଭାବନା। ପ୍ରେମ ସମ୍ପର୍କରେ ରହିଥିବା ପୁଅ ଓ ଝିଅ ଭାବପ୍ରବଣ ରହିବେ। ଜୁଲାଇ ମାସ 4 ତାରିଖ ପରଠାରୁ ପ୍ରେମ ଭାବରେ ରୋମାଣ୍ଟିଜିମ୍ ଭାବ ବୃଦ୍ଧି ପାଇବ, କିନ୍ତୁ ବୁଧ ମହାଗ୍ରହଙ୍କର ପ୍ରତିକୂଳ ଅବସ୍ଥାନ ଯୋଗୁଁ ବାକ୍ ସଂଯମତା ରକ୍ଷା କରିବା ଜରୁରୀ। ଜୁଲାଇ ମାସର ପ୍ରଥମାର୍ଦ୍ଧରେ ପରିବାର ଅଥବା ନିଜ ଗୃହ ପାଇଁ କିଛି ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ, କିନ୍ତୁ ଦ୍ୱିତୀୟାର୍ଦ୍ଧରେ ପାରିବାରିକ ସ୍ଥିତି ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣ ଭିତରେ ରହିବ। ପରିବାରରେ ସମସ୍ତ ସଦସ୍ୟ ଆପଣଙ୍କ କଥାକୁ ଗୁରୁତ୍ୱ ପ୍ରଦାନ କରିବେ। ଗୃହରେ ଆଧ୍ୟାତ୍ମ ଓ ଧାର୍ମିକ ପରିବେଶ ସୃଷ୍ଟି ହେବ। ସ୍ୱାସ୍ଥ୍ୟ ଦୃଷ୍ଟିରୁ ଦେଖିଲେ ଜଣାଯାଏ, ବୃହସ୍ପତି ମହାଗ୍ରହଙ୍କ ଯୋଗୁଁ ଖାଦ୍ୟ ହଜମ ପ୍ରକ୍ରିୟାରେ ଗଣ୍ଡଗୋଳ ଦେଖାଯିବ। ଏହା ସାଙ୍ଗକୁ ଅଷ୍ଟମ ଭାବରେ ଅବସ୍ଥିତ ରାହୁ ଅନ୍ତନାଳୀ ଜନିତ ରୋଗ ପ୍ରଦାନ କରି ପେଟ ଓ ଗୁହ୍ୟଦ୍ୱାରରେ ରୋଗ ସୃଷ୍ଟି କରିପାରନ୍ତି। ଏ ତ ଗଲା ମୋଟାମୋଟି ଭାବରେ ଜୁଲାଇ ମାସ ପାଇଁ କର୍କଟ ରାଶିର ମାସିକ ରାଶି ଫଳ। କର୍କଟ ରାଶି ଜାତ ବ୍ୟକ୍ତି ଏହି ମାସରେ ଅଶୁଭ ଫଳକୁ ଏଡ଼ାଇ ଶୁଭ ଫଳ ପାଇବା ନିମନ୍ତେ ଦେବଦେବ ମହାଦେବଙ୍କର ପୂଜା ଆରାଧନା କରନ୍ତୁ। ପରିଶେଷରେ ଶ୍ରୀକ୍ଷେତ୍ରରେ ବିରାଜିତ ମହାବିଷ୍ଣୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କୁ ରଥ ଉପରେ ଦର୍ଶନ କଲେ କର୍କଟ ରାଶି ଜାତ ବ୍ୟକ୍ତିଙ୍କର ରହିଥିବା ସମସ୍ତ ମନସ୍କାମନା ପୂରଣ ହୋଇ ଅଦ୍ଭୁତ ଭାବରେ ଧନଲାଭ ହୋଇଥାଏ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍ ଓ କମେଣ୍ଟ କରିବା ପାଇଁ ଅନୁରୋଧ। ନମସ୍କାର। ତପନ।